ଏଟାକୁ ସୁନସୁନି ଶାଗ କହନ୍ତି। ସୁନସୁନିଆ, ସୁନସୁନି ପୋଖରୀରେ ହୁଏ। এই ଶାଗଟା ଖାଇଲେ ନିଦ ହୁଏ। ଯେମିତି ଖସଖସ ଖାଇଲେ ନିଦ ହୁଏ, ସେମିତି ଏଇଟା ବି ଖାଇଲେ ନିଦ ହୁଏ କହନ୍ତି। ଆଉ ପୋଖରୀରେ ହୁଏ, ଏଇଟା ଚାଷ ବି କରୁଛନ୍ତି। ତ ଏଇଟା ଆମେ ନୀଳଗିରି ଗୋଟେ ଜାଗା ଅଛି, ନୀଳଗିରି, ସେଠି ଜଗନ୍ନାଥ ମନ୍ଦିର ଅଛି। ସେଇ ମାର୍କେଟରୁ ଆମେ ନୀଳଗିରି ରାଜା, ସେଠି ଗୀତରେ ବି ଅଛି ନୀଳଗିରିର ବହୁତ ଫେମସ୍। ନୀଳଗିରି କାଳିଆକୁ ଦର୍ଶନ କରିବା, ଏମିତି ଗୋଟେ ଭଜନ ବି ଅଛି। ତ ସେ ନୀଳଗିରି ଯାଇଥିଲୁ। ସେଠୁ ଏଇ ସୁନସୁନି ଶାଗ ସେଇଠି ରୋଡ଼ ଉପରେ ସବୁ ହାଟ କରିଥିଲେ। ବିଭିନ୍ନ ପ୍ରକାର ଗାଁର ସବୁ ଆଣିଥିଲେ। ତ ଯେମିତି ଦେଖିଲୁ ନେଇ ଆସିଲୁ। ଏଇଟା ମା କହନ୍ତି, ଏଇଟା ଖାଇଲେ ନିଦ ହୁଏ। ମା ଏସବୁ କରୁଥିଲେ। ଆମକୁ ତ ମିଳେନି, ସହରରେ ମିଳେନି ନା, ତ ଖୋଜିକି ଆଣିବା ପାଇଁ ପଡ଼େ। ରାସ୍ତାଘାଟରେ କେଉଁଠି ହାଟ ବଜାରରୁ ଦେଖିନେଲେ ସେଟା ମିଳିଥାଏ। ଏଟାକୁ କହନ୍ତି ସୁନସୁନି ଶାଗ। ସମସ୍ତେ ଖାଇବ, ମିଳିଲା ମାତ୍ରକେ ଖାଇବ, ନେବ। ଏଟାକୁ ସବୁ ଟ୍ରେଡ଼ିସନାଲ୍ ଔଷଧି ଜିନିଷ। ଶାଗ ବହୁତ ପ୍ରକାର, ତ ସବୁ ପ୍ରକାର ଶାଗ ଖାଇବ। ବହୁତ ସଫା ଅଛି, ଏଇଟା କ୍ଲିନ୍ ଅଛି, ଭଲ ଅଛି। କେତେ ଶାଗ, କେତେ ଶାଗ, ହାଲୁକା ଶାଗ ଗୁଡ଼ାକ ଭାଜିବା। ଏଇଟା ହିଙ୍ଗୁ ଦେଇକି ଟିକେ ଗ୍ରୀନ୍ ଚିଲି, ସୋରିଷ ଟିକେ ପକାଇକି, ସୋରିଷ ତେଲରେ, ଅଳ୍ପ ଟିକେ ତେଲରେ, ବହୁତ ଲୋକ ଶାଗରେ ତେଲ ଦିଅନ୍ତିନି ଗାଁରେ, ତ ଆମେ ଟିକେ ଅଧା ଚାମଚ ତେଲ ଦେବା। ତ ମୁଁ ଦେଖେଇଲି ଆଜି ସୁନସୁନି ଶାଗ।